आज जो विषय देखा आम हितोपदेश 11 पर्व तार 1-2 पद। हितोपदेश 11 पर्वर 1-2 पद आठ प्रकार लिखा जाए, अଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ, ମାତ୍ର ଯଥାର୍ଥ ବଟକରା ତାହାଙ୍କର ତୁଷ୍ଟିକର। ଅହଙ୍କାର ଆସିଲେ ଲଜ୍ଜା ଆସେ, ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ। ଜ୍ଞାନ କାହାର ପାଖରେ ଥାଏ? ନମ୍ରଶୀଳ ଲୋକ ପାଖରେ। ପ୍ରଭୁ ଯୀଶୁ ସେଥିପାଇଁ ନମ୍ରତା ରୂପକୁ ଧାରଣ କଲେ। ନମ୍ରତା ଗୋଟେ ବସ୍ତ୍ର ଅଟେ, ଆଉ ସେ ନମ୍ରତା ବସ୍ତ୍ରକୁ ପ୍ରଭୁ ଯୀଶୁ ନିଜେ ଧାରଣ କଲେ। ଏଇଥିପାଇଁ ଧାରଣ କଲେ, ଆପଣ ଯେତେବେଳେ ଫିଲିପିଓ 2 ପର୍ବକୁ ଯିବେ, ଆଉ ସେଠି ସେ ତାଙ୍କର ନମ୍ରତା ଗୁଣ ଗୁଡାକ, ଆଦର୍ଶ ଗୁଡାକ ଲେଖାଯାଇଛି। ପ୍ରିୟ ମଣ୍ଡଳୀ, ବେଳେ ବେଳେ ଆମେ ମାନେ ନମ୍ର ହେଇ ନଥାଉ। ଆମର ଆତ୍ମଗର୍ବ ଗୁଡାକ ବେଶୀ ଥାଏ। ମୋ ଟଙ୍କା ଅଛି, ସୁନା ଅଛି, ଗାଡି ଅଛି, ଘୋଡା ଅଛି, ଜମି ଅଛି, ବାଡି ଅଛି, ପୁଅ ଅତକିଟା, ଝିଅ ଅତକିଟା। ସେଇ ଗର୍ବ ଆମମାନଙ୍କୁ ଭାଙ୍ଗି ଦିଏ। ପ୍ରିୟ ମଣ୍ଡଳୀ, ପ୍ରଭୁ ଯୀଶୁ ଜଗତର ଏତେ ବଡ ପାପକୁ ବହନ କରିବା ପାଇଁ ତାଙ୍କୁ ସବୁଠାରୁ ବହୁତ ବଡ ବିଷୟ ଥିଲା ନମ୍ରତା। ଆଉ ସେ ନମ୍ରତାକୁ ନିଜେ ଧାରଣ କଲେ। ସେ ନମ୍ରତା ଧାରଣ କରିବା ଦ୍ୱାରା ପ୍ରଭୁ ଯୀଶୁ ଜଗତକୁ ଜୟ କରିପାରେ। ଦେଖା ଅଛି ଫିଲିପିଓ 2 ପର୍ବ 3 ପଦରେ, ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକ ଅନ୍ୟକୁ ଆପଣା ଠାରୁ ଶ୍ରେଷ୍ଠ ମନେ କର। ଏ ନମ୍ରତା ରୂପକୁ ସେ ଧାରଣ କଲେ। କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। କାହିଁକି ଧାରଣ କଲେ? ନା ତାଙ୍କୁ ଲକ୍ଷ୍ୟ ଥିଲା ଯେ ମତେ ଜଗତକୁ ଜୟ କରିବାର ଅଛି। ନା କେଉଁ ପ୍ରକାର ଭାବରେ ମୁଁ ଜଗତକୁ ଜୟ କରିବି? କେହି କେହି କୁହନ୍ତି, ତମର ପ୍ରଭୁ ନିଜକୁ ନିଜେ ବଞ୍ଚେଇ ପାରିଲେନି। ଆଉ ସେ କିଏ ଆମମାନଙ୍କୁ ବଞ୍ଚେଇବେ? ହାଲେଲୁୟା। କିନ୍ତୁ ଯେଉଁ ପ୍ରଭୁ ହୁଏତ ସେଇ ସମୟରେ ନିଜକୁ ବଞ୍ଚେଇ ପାରିଲେ, କିନ୍ତୁ ସେ ବଞ୍ଚିଥିଲେ। କାହିଁକି ନା ବାଇବଲ ପ୍ରକାଶ କରେ, ସେ ମରିଗଲା ପରେ ମଧ୍ୟ, ପ୍ରାଣ ତ୍ୟାଗ କଲା ପରେ ମଧ୍ୟ ଲୋକମାନେ ପରୀକ୍ଷା କରିଥିଲେ, ବର୍ଷା ମାରିଥିଲେ, କିନ୍ତୁ ବର୍ଷା ମାରିଲା ସମୟରେ ପାଣି ନାହିଁ, ରକ୍ତ ବାହାରିଥିଲା। ପ୍ରିୟ ମଣ୍ଡଳୀ, ପ୍ରଭୁଙ୍କ ମହାନାମକୁ ମୁଁ ଧନ୍ୟବାଦ ଦିଏ। ଆପଣ ଯଦି ପ୍ରଭୁଙ୍କ ପାଖରେ ଅଛନ୍ତି, ତାହେଲେ ନିଶ୍ଚିତ ଭାବରେ ଗୋଟେ ବିଷୟ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ଅଛି। ଯଦି ନମ୍ରତା ଶିଖିବାର ଅଛି, ଯୀଶୁଙ୍କ ଠାରୁ ଶିଖନ୍ତୁ। ଯଦି ସ୍ୱଭାବ ଶିଖିବାର ଅଛି, ଯୀଶୁଙ୍କ ଠାରୁ ଶିଖନ୍ତୁ। ଯଦି ଆପଣଙ୍କୁ ଧାର୍ମିକତା କରିବାର ଅଛି, ଯୀଶୁଙ୍କ ଠାରୁ ଶିଖନ୍ତୁ। ହାଲେଲୁୟା। ଅନେକ ଲୋକମାନଙ୍କର ଜୀବନରେ ଭୟ ଥାଏ, ଭ୍ରାନ୍ତି ଥାଏ, ଆଉ କଣ ଥାଏ ନା ସେମାନେ ଗୋଟିଏ ବିଷୟକୁ ଭୁଲି ଯାଆନ୍ତି। କେଉଁ ବିଷୟକୁ? ନା ଖ୍ରୀଷ୍ଟ କହିଲେ ଯେ ଅସହ୍ୟ ଯନ୍ତ୍ରଣା ସେ ଦେଇପାରିବେ ନାହିଁ। କିନ୍ତୁ ଲୋକମାନେ ଆସିଯାଆନ୍ତି ପ୍ରଭୁଙ୍କ ନିକଟକୁ ମିରାକିଲ ଦେଖିବା ପାଇଁ, ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ। କାହିଁକି ଜାଣିଛନ୍ତି? ବାଇବଲରେ ଲେଖାଯାଏ କଲୋସ୍ୟ 3:25, କାରଣ ଯେ ଅନ୍ୟାୟ କରେ ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ,
से विषय कौन मुखापेक्षा नहीं। प्रभु कहार मुखापेक्षा करती ना। ध्यान दियंतु प्रिय परिवार लोक मान, प्रभु मुखापेक्षा करती ना। प्रभु काहाकू लज्जित करने को दियंती नहीं। असह्य जंत्रणा मध्य काहाकू दियंती नहीं। किंतु तांको ठारे थिबा नम्रता को आमान को धारण करने को पड़े। अच्छा, जड़े व्यक्ति नम्र हवा पाए कौन करने पड़े? माड़ खाइले नम्र हुए कि? गाली देले नम्र हुए कि? ना। जीसु को बाड़ौले लोक मैंने, छेप पकाउथिले लोक मैंने, गाली करुथिले लोक मैंने, चपल प्रहार करुथिले लोक मैंने, गोईठा मारुथिले लोक मैंने, तब भी यीशु, प्रभु यीशु गोटे कथा कहते जितेबले पिलात पचारुथिले तमे कौन ईश्वरंकर पुत्र? से गोटे कथा कहते आपण कहिले परा, आपण कहिले परा। आज जदि जगत को प्रभु यीशु जय करिसंती, तांकोठारे थिबा नम्रता, तांकोठारे थिबा आनंद, तांकोठारे थिबा शांति, ए तीन गोटे विषय को नहीं से आज जगत को जय करिसंती। जदि प्रिय मंडली, नो डाउट अहंकार आसिले आमान को जीवन गर्व आसे, किंतु एटा जानी रखिबा दरकार जे आमे जदि ईश्वर को जानिछु, प्रकृत रे ईश्वर ठारे थिबा नम्रतार स्वभाव को आपण को मते धारण करने को पड़िबो। प्रेज द लॉर्ड, हालेलुया। मु उत्साहित करबा पय चाहे आपण, कारण आमानकर प्रभु विशृंखलार प्रभु नाहंती, आमानकर प्रभु अमंगल प्रभु नाहंती, आमानकर प्रभु जीवंत प्रभु। लोक माने बुझी पारंती ना, लोक माने चली जाते भिन्न भिन्न रास्ता को, जे जो रास्ता रे जाउची जाओ, दिने ना दिने परमेश्वर को निकट रे आंठु पातिबा पड़िबो। निश्चित भाव में आंठु पातिबा पड़िबो, केही रक्षा करि परिबे ना। से समय आसुची, आ से समय नम्रता को खोजिले लोके पाइबे कोन आज्ञा? पाइबे ना। वर्तमान जो समय आमे गति करूछु, प्रभु बारंबार आमान को गोटे कथा कहउछन्ते, तुमे नम्र काहा ठारे ए जगत रे नम्र हे जा, परमेश्वर को निकट रे आपण को नम्र कर। मोर प्रिय लोक माने आमे से नम्रता को धारण करि न, नम्रता को धारण न करिबा द्वारा समस्यार संकट घेर रे आमे माने फसी जाओ, आउ से समस्या यही प्रकार जटिल हो जाए, आमे आग को बढ़ी न पारो। हालेलुया। तेणु मोर प्रिय परिवार लोक माने मो प्रभुकर क्षुद्र दास भाव आपण मान को उत्साहित करबा पई चाहे, प्रत्येक व्यक्ति नम्र सहकारे प्रभुଙ୍କ निकटरे समर्पण हो, कारण से चाहती आपणकर नम्रता, आपणकर भद्रता, आपणकर साधुता, ताहले आपण ज्ञान को संचय करि पारे। वी कैन नॉट शोइंग द एनी अदर। आमे कहा पाखरे देखे हो नाही जे मोर बाइबल ज्ञान अछि। मोर कहवा उद्देश्य कौन? नम्रता हमको शिक्षा दे, जीसुଙ୍କ ठारे थिबा नम्रता गुण, जीसुଙ୍କ ठारे थिबा शांति, जीसुଙ୍କ ठारे थिबा आनंद, जीसुଙ୍କ ठारे थिबा शक्ति जेतेबेले आम मान को पाख को आसी जाए, से समय रे कौन हुए जानी छंते? मनुष्य पृथक हो जाए, अलगा हो जाए, तार जीवन शैली परिवर्तन हो जाए, तार कथा कहवा परिवर्तन हो जाए। प्रेज द लॉर्ड। यह आपण चाहिए मु चाहिए करि परिबा नाही। आमर पाखरे गोटे नम्रता गोटे गुण को प्रभु देइछन,
ସେ ପଠେଇଛନ୍ତି। ତେଣୁ ରୋମିଓ 12 ପର୍ବରେ ଲେଖାଯାଏ ଏକ ପଦରେ, ତୁମେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ବର୍ତ୍ତମାନ ଯୁଗ ଗୋଟେ ଭିନ୍ନ ପ୍ରକାର ଯୁଗ। ଏଇ ଯୁଗର ଯଦି ଅନୁରୂପୀ ହେଇଯିବ ନା, ଶତାନ ରାସ୍ତା ଖୋଲିବା ଜାଗାରେ, କାରଣ ହିତୋପଦେଶ ଲେଖାଯାଏ କେତେ ଗୁଡେ ପଥ ଶୀଘ୍ର ଖୋଲାଯାଏ କିନ୍ତୁ ତାର ଶେଷରେ ମୃତ୍ୟୁ ଥାଏ। ସେଇ ପ୍ରକାର ସହିତ ରାସ୍ତା ଗୁଡାକ ତିଆରି କରେ। ତେଣୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ ଆପଣ, ନମ୍ରତା ଆମକୁ ଖ୍ରୀଷ୍ଟଙ୍କ ଠାରୁ ଧାରଣ କରିବାକୁ ପଡିବ। ଏ ନମ୍ରତା ଗୁଣ, ନମ୍ରତା ଗୋଟେ ବସ୍ତ୍ର। ଯେଉଁମାନେ ଉପାସନାରେ ଅଛନ୍ତି, ପ୍ରାର୍ଥନାରେ ଅଛନ୍ତି, ସେମାନେ ମାଗନ୍ତୁ, ପ୍ରଭୁ ମତେ ନମ୍ର ହେବା ପାଇଁ ବସ୍ତ୍ର ଗୋଟେ ଦିଅ। ହାଲେଲୁୟା। ମତେ ନମ୍ର ହେବା ପାଇଁ ବସ୍ତ୍ର ଦିଅ। ମୁଁ କହିବା ପାଇଁ ଚାହେଁ ପ୍ରିୟ ମଣ୍ଡଳୀ, ଆପଣଙ୍କୁ ମାଗିବାକୁ ପଡିବ। ସେ ନମ୍ରତା ରୂପ ବସ୍ତ୍ର ପରିଧାନ ନ କଲେ ଆପଣ ନମ୍ର ହେଇପାରିବେ ନାହିଁ। ଧାର୍ମିକତା ରୂପ ବସ୍ତ୍ର ପରିଧାନ ନ କଲେ ଆପଣ ଧାର୍ମିକତାରେ ଗତି କରିପାରିବେ ନାହିଁ। ନମ୍ରତା ଯେତେବେଳେ ଆସେ, ସହନଶୀଳତା ଆସେ। ଆଉ ସହନଶୀଳତା ଯେତେବେଳେ ଆସେ, ସେତେବେଳେ କଣ ହୁଏ? କ୍ରୋଧକୁ ବି ଆମେ ଦମନ କରିପାରିବା, ସମସ୍ୟାକୁ ବି ଆମେ ଡେଇଁ ପାରିବା, କ୍ଲେଶକୁ ବି ଆମେ ଡେଇଁ ପାରିବା। କାରଣ ଆମେ ଯେଉଁ ଜଗତରେ ବଞ୍ଚୁଛୁ, ଏ ଜଗତରେ ନମ୍ରତା ମନୁଷ୍ୟକୁ ନିହାତି ଆବଶ୍ୟକ ଅଟେ। ଯଦି ମନୁଷ୍ୟ ପାଖରେ ନମ୍ରତା ନାହିଁ, ଶୈତାନ ହରଣ କରିବା ପାଇଁ ପ୍ରସ୍ତୁତ ଅଛି। କାହିଁକି ପ୍ରସ୍ତୁତ ଅଛି ଜାଣିଛନ୍ତି? ଯେ ଯେତେବେଳେ ଆମେ ଯୀଶୁଙ୍କ ନିକଟକୁ ଆସୁଛୁ, ଆଉ ଶୈତାନ ପୁସିଂ କରେ। ହଁ, ତେଣୁ ଯେଉଁ ଯୀଶୁଙ୍କୁ ଆପଣ ଜାଣିଛନ୍ତି, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ ହୃଦୟରେ ଖୋଜିବାକୁ ପଡିବ, ଆତ୍ମାରେ ଖୋଜିବାକୁ ପଡିବ, ପ୍ରକୃତ ଯୀଶୁ କିଏ? ଆଉ ଯୀଶୁ କାହିଁକି ଆପଣଙ୍କୁ ବାଛିଲେ? କଣ ପାଇଁ? କାହିଁକି? ଏ ବିଷୟ ଆପଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବାକୁ ପଡିବ। ଯେ ପର୍ଯ୍ୟନ୍ତ ଆପଣ ଜାଣିପାରିବେ ନାହିଁ, ସେ ପର୍ଯ୍ୟନ୍ତ ମନେ ରଖନ୍ତୁ, ଆପଣ ଘାଣ୍ଟି ହଉଥିବେ। ଛନ୍ଦ, ମାୟା, କପଟ, ଭିନ୍ନ ପ୍ରକାର ବିଷୟ। ସେଇ କଥାଟା କହିଲା, ନା ନା ନା, ଠିକ କଥା କହିଲା। ମୋର ସ୍ୱାମୀ ଏଇଟା କହିଲେ, ଠିକ କହିଲେ। ଏଟାକୁ ତର୍ଜମା କରେ, ମୋର ଭାଇ ଏଇଟା କହିଲା, ଏଟାକୁ ତର୍ଜମା କରେ ନାହିଁ। କାରଣ ପାପର ବେତନ ମୃତ୍ୟୁ କରିବା ପାଇଁ ଶୈତାନ ଚାହେଁ। ଈଶ୍ୱର ଚାହାନ୍ତି ପାପ ଉପରେ ଜୟ କରିବା। ହାଲେଲୁୟା। ପ୍ରଭୁଙ୍କ ମହାନାମର ଗୌରବ ହଉ। ଆମେ ତାହାଙ୍କ ଦ୍ୱାରା ଧାର୍ମିକତା ଗଣିତ ହେଇଛୁ। ଯେଉଁ ଧାର୍ମିକ ଗଣିତ ହେଇଛୁ, ତାଙ୍କଠାରେ କିଛି ବିଷୟ ଥିଲା। ତାଙ୍କର ଚରିତ୍ରକୁ, ଖ୍ରୀଷ୍ଟଙ୍କର ଆଦର୍ଶକୁ ଆମମାନଙ୍କୁ ଶିଖିବାକୁ ପଡିବ। ଭାଇ ଭଉଣୀ ମାନେ, ଯେ ପର୍ଯ୍ୟନ୍ତ ଶିଖିପାରିବା ନାହିଁ, ସେ ପର୍ଯ୍ୟନ୍ତ ଆମେ ଏଇ ନାମଧାରୀ ଖ୍ରୀଷ୍ଟିଆନ ହେଇକି ଥିବା, ନା କିଛି କରିପାରିବା, ନା କାହାକୁ କହିପାରିବା। ତେଣୁ ବାଇବଲରେ ଲେଖାଯାଏ, ରୋମିଓ 3 ପର୍ବରେ ଲେଖାଯାଏ, ତାର 9 ପଦରେ, ତେବେ କଣ ଆମ୍ଭେମାନେ କି ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ? ନା କୌଣସି ପ୍ରକାରେ ନୁହେଁ। କାରଣ ଯିହୁଦୀ ଓ ଗ୍ରୀକ ସମସ୍ତେ ପାପର ଅଧୀନ। ଆମେମାନେ ପୂର୍ବରେ ଉଭୟଙ୍କର ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ, ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ବା ଜଣେ ସୁଦ୍ଧା ନାହିଁ। କିନ୍ତୁ ତାର ତଳେ ଲେଖାଗଲା, ମୋର ପ୍ରିୟ ଲୋକମାନେ, ଯେ ବୁଝେ ଏପରି କେହି ନାହିଁ, ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ ଏପରି ଜଣେ ନାହିଁ। ଈଶ୍ୱରଙ୍କର ଅନ୍ୱେଷଣ କରିବାକୁ ପଡିବ ଆପଣଙ୍କୁ, ଧାର୍ମିକତା ପାଇଁ, ନମ୍ରତା ପାଇଁ, ଶାନ୍ତି ପାଇଁ, ଆନନ୍ଦ ପାଇଁ, ମୁକ୍ତି ପାଇଁ ଆପଣଙ୍କୁ ଅନ୍ୱେଷଣ କରିବାକୁ ପଡିବ। ଯେ ପର୍ଯ୍ୟନ୍ତ ଆପଣ ଅନ୍ୱେଷଣ କରିବେ ନାହିଁ, ସେ ପର୍ଯ୍ୟନ୍ତ ଆପଣ ଯୀଶୁଙ୍କ ସହିତ ଚାଲିବାଟା କଷ୍ଟ ହେଇଯିବ ଭାଇ, ବହୁତ କଷ୍ଟ ହେଇଯିବ। ଟିକେ ନାହିଁ, ହାଲେଲୁୟା, ବହୁତ କଷ୍ଟ ହେଇଯିବ। କାରଣ ପ୍ରଭୁ ଚାହାନ୍ତି, ସେ ମୁକ୍ତିଦାତା ପରମେଶ୍ୱର, ସତ୍ୟ ପରମେଶ୍ୱର, ଜୀବନ୍ତ ପରମେଶ୍ୱର, ସେ ଚାହାନ୍ତି। ହାଲେଲୁୟା। ଲେଖାଯାଏ, ଯେତେବେଳେ ଆପଣ ପ୍ରଥମ ପିତର ତାର 2 ପର୍ବକୁ ଆସିବେ, 21 ପଦରୁ ପଢିବେ,
ଏଥି ନିମନ୍ତେ ହିଁ ତୁମେମାନେ ଆହତ ହୋଇଅଛ। କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମମାନଙ୍କ ନିମନ୍ତେ ଦୁଃଖ ଭୋଗ କରି ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇ ଯାଇଛନ୍ତି। ସେ ଆଦର୍ଶ କଣ? କୌଣସି ପାପ କଲେ ନାହିଁ, କିମ୍ବା ତାହାଙ୍କ ମୁଖରେ କୌଣସି ଛଳ କଥା ନ। ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ, ଦୁଃଖ ଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ। କିନ୍ତୁ ନ୍ୟାୟ ବିଚାରକର୍ତ୍ତା ଈଶ୍ୱରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କ ସମସ୍ତ ପାପ ବହନ କଲେ। ତାହାଙ୍କର ପ୍ରହାରରେ ତୁମେମାନେ ସୁସ୍ଥ ହେଇଅଛ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏହା ଗୋଟେ ଗ୍ରେଟ୍ ବିଷୟ। ସେ ଦେଖେଇଦେଲେ, କଣ ଦେଖେଇଦେଲେ? ହସ୍ତକୁ ଦେଖେଇଲେ, ପାଦକୁ ଦେଖେଇଲେ, ଗୋଡକୁ ଦେଖେଇଲେ, ଶରୀରକୁ ଦେଖେଇଦେଲେ। କାହାର ପାଇଁ? ଆମ ପାଇଁ। କିନ୍ତୁ ସେଇ ବିଷୟକୁ ମଣ୍ଡଳୀ ଚିନ୍ତା କରି ନଥାଏ, ଭାଇ ଭଉଣୀ ମାନେ ଚିନ୍ତା କରି ନଥାନ୍ତି। କାରଣ ତାଙ୍କର ଗୋଟିଏ ଚିନ୍ତା ଥାଏ, କଣ? ଆମେ ଆସିଛୁ ପ୍ରଭୁଙ୍କ ନିକଟ। କେହି କେହି ଆସନ୍ତି ଏଥିପାଇଁ, ନା ମୁଁ ସୁସ୍ଥ ପାଇଗଲେ, ଚାଲିଗଲେ, ହେଇଗଲା। ନାହିଁ, କିଛି ଦିନ ପାଇଁ ସୁସ୍ଥ ପାଇଛୁ। ଅନନ୍ତ କାଳ ସୁସ୍ଥ ପାଇବା ପାଇଁ ଚେଷ୍ଟା କର। କିଛି ଦିନ ପାଇଁ ତୁମେ ଆରୋଗ୍ୟ ହେଇଛ, ଅନନ୍ତ କାଳ ପରମେଶ୍ୱରଙ୍କର ସହିତ ରହିବା ପାଇଁ ଚେଷ୍ଟା କର। ଯଦି ରହିପାରିବ ନାହିଁ, ପ୍ରିୟ ମଣ୍ଡଳୀ, ପାଇପାରିବ ନାହିଁ। Thank you, Jesus. Hallelujah. Praise God. ତେଣୁ ନମ୍ରତାକୁ ଅନ୍ୱେଷଣ କରନ୍ତୁ, ଖୋଜନ୍ତୁ। ପ୍ରଭୁ, ମୁଁ ନମ୍ର ହେବା ପାଇଁ ଚାହେଁ। ପ୍ରଭୁ, ମୁଁ କ୍ଷୁଦ୍ର ହେବା ପାଇଁ ଚାହେଁ। ପ୍ରଭୁ, ମୁଁ ଧାର୍ମିକତା ପାଇବା ପାଇଁ ଚାହେଁ। ପ୍ରଭୁ, ମୁଁ ଆପଣଙ୍କ ସହିତ ଚାଲିବା ପାଇଁ ଚାହେଁ। ମତେ ଚାଲିବା ପାଇଁ ଗୋଟେ ସାହାରା ଦରକାର। ଗୋଟେ ଅନ୍ଧକୁ ସାହାରା ଦରକାର କି ତାର ବାଡି ନହେଲେ ସେ ଚାଲିପାରେ ନାହିଁ। ଏକ୍ଜାକ୍ଟଲି ମନୁଷ୍ୟକୁ ଗୋଟେ ସାହାରା ଦରକାର। ଆମେ ବିପଥଗାମୀ ହେଇଯାଇଥିଲୁ, ଆମେ ଅନ୍ଧକାରରେ ଉଡିକି ଥିଲୁ, ଆଉ ଆମର ସାହାରା ଗୋଟେ ବାଡି ଦରକାର। ଆଉ ସେ ବାଡି ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ବାଡି ଯଦି ଧରିବେ ନାହିଁ, ଆପଣ ଚାଲିପାରିବେ ନାହିଁ। ମୋର ପ୍ରିୟ ଭାଇ, ଅନେକ ଲୋକମାନେ ଅନେକ ପ୍ରକାର କଥାବାର୍ତ୍ତା କରନ୍ତି, କିନ୍ତୁ ଅନ୍ଧକୁ ଯଷ୍ଟି ଆବଶ୍ୟକ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯୀଶୁଙ୍କୁ ଆବଶ୍ୟକ। ଏଟା ଜାଣିବା ଜରୁରୀ। ଛୋଟାକୁ ବାଡି ଆବଶ୍ୟକ, ଛୋଟାକୁ ହୁଇଲ ଚେୟାର ଆବଶ୍ୟକ। ସେମିତି ଛୋଟ ଛୁଆକୁ ମାକୁ ଆବଶ୍ୟକ, ଅନାଥ ଛୁଆକୁ ବାପା ମାକୁ ଆବଶ୍ୟକ, ଗୋଟେ ବିଧବା ମାକୁ ସାହାରା ଆବଶ୍ୟକ, ଗୋଟେ ବୃଦ୍ଧ ମାକୁ ସାହାରା ଆବଶ୍ୟକ, ଗୋଟେ ବୃଦ୍ଧ ବାପାକୁ ସାହାରା ଆବଶ୍ୟକ। ଠିକ ସେଇ ପ୍ରକାର ଯୀଶୁଙ୍କୁ ଜାଣିଥିବା ଲୋକମାନେ ଯୀଶୁଙ୍କୁ ଆବଶ୍ୟକ। ଚାहे ସମସ୍ୟା, चाहे क्लेश, चाहे ଯନ୍ତ୍ରଣା, चाहे परिस्थिति, ଯୀଶୁଙ୍କୁ आवश्यक। My Lord, we need you, we need you। परमेश्वरଙ୍କୁ ଦରକାର, परमेश्वरଙ୍କୁ ଦରକାର। ଯଦି परमेश्वरଙ୍କୁ ଦରକାର ନାହିଁ, ଆଉ ସେ ରାସ୍ତା ହଉଛି ସାହାରା, ଆଉ ସେ ରାସ୍ତା ହଉଛି ଯୀଶୁ। ସେ ହଉଛନ୍ତି ଆମର ସାହାରା। ବେଳେ ବେଳେ ବାପା ଯେତେବେଳେ ମାର୍କେଟ କୁ ଯାଏ ଆଉ ପୁଅ ହାତ ଧରିଥାଏ, ସେଇ ସମୟରେ ପୁଅ ଛାଡିଦିଏ ବାପାର ହାତ, ଆଉ ହଜିଯାଏ। ବାପା ସେତେବେଳେ ଖୋଜି ବୁଲନ୍ତି, ବାବା ବାବା କୁଆଡେ ଗଲ ତମେ? କିନ୍ତୁ ପୁଅ ଜାଣିନଥାଏ କି ବାପା ମୋର ହାତ ଧରନ୍ତୁ, ମୁଁ କଦାପି କେବେ ହଜିବି ନା। କାହିଁକି? ମୋ ବାପା ମୋର ହାତ ଧରିଛନ୍ତି, ଆଉ ସେ କଦାପି କେବେ ଛାଡିବେ ନା। ଗୋଟେ ନମ୍ରଶୀଳ ବ୍ୟକ୍ତି ପାଖରେ ଅନେକ ଜ୍ଞାନ ଥାଏ। କେହି କେହି ମତେ ବି ତୁଚ୍ଛ କରନ୍ତି, କେହି କେହି ଘୃଣା ବି କରନ୍ତି, କେହି କେହି ନିନ୍ଦା ବି କରନ୍ତି, କେହି କେହି
अपमान भी दियंती आउ के क्षुद्र भी भावନ୍ତି यस मु क्षुद्र गोटे सरिष दाना सदृश मनुष्य गोटे सरिष दाना ଯେତେବେଳେ ପଡିଯାଏ ଆଉ ଗଛ ଉତ୍ପନ୍ନ ହୁଏ ସେତେବେଳେ କେତେ ବଡ ବଡ ପକ୍ଷୀ ମାନେ ଆସିକି ବସିଲେ ମଧ୍ୟ ସେ ଡାଳ ଭାଙ୍ଗେ ନାହିଁ ଟିକେ ନଇଁଯାଏ ତାପରେ ଉଠେ ଏକ୍ଜାକ୍ଟଲି ମୋ ଜୀବନ କାହାଣୀ ମୁଁ କହୁଛି ଆପଣ ମାନଙ୍କୁ ମୁଁ ସେଇ ପ୍ରକାର ଗୋଟେ କ୍ଷୁଦ୍ର ସୋରିଷ ଦାନା ଆଉ ସେ ସୋରିଷ ଦାନାକୁ ପ୍ରଭୁ ବାଛିଛନ୍ତି କାହିଁକି ଜାଣିଛନ୍ତି ଆପଣ ମାନଙ୍କ ଯତ୍ନ ନେବା ପାଇଁ ଲୋକ ବୁଝିପାରନ୍ତି ନାହିଁ କିଏ ତ କୁହନ୍ତି ନା ଆମେ ଡରୁଛୁ ଯେ ପଚାରି ପାରୁନା ଭୟ କରୁଛୁ ଭୟ କରନ୍ତୁ ନାହିଁ ମନୁଷ୍ୟକୁ କାହିଁକି ଭୟ କରୁଛନ୍ତି ପରମେଶ୍ୱରଙ୍କୁ ଭୟ କରନ୍ତୁ ପ୍ରତ୍ୟେକ ଯୋଉ ବିଷୟ ବୁଝି ପାରୁନାହାନ୍ତି ଆପଣ ପଚାରନ୍ତୁ ମନୁଷ୍ୟକୁ କାହିଁକି ଭୟ କରୁଛୁ ଆଇ ଏମ୍ ଏ ହ୍ୟୁମାନ ବିଂ ମୁଁ ଗୋଟେ ମନୁଷ୍ୟ ଭୟ କରିବା ଆବଶ୍ୟକ ନାହିଁ ପରମେଶ୍ୱରଙ୍କୁ ଭୟ ଯଦି କରିବେ ସେ ଉଦ୍ଧାରର ପଥ ଆପଣଙ୍କୁ ଦେଖେଇବେ ପ୍ରିୟ ମଣ୍ଡଳୀ ନମ୍ରତାକୁ ଧରିକି ଚାଲ କ୍ରୋଧ ଇର୍ଷା ହଁ ଅନେକ ଲୋକ ଅନେକ ପ୍ରକାର କଥା କିଏ କହିବ ଲାଞ୍ଚୁଆ କିଏ କହିବ ମିଛୁଆ କିଏ କହିବ ଯାଦୁଆ କିଏ ଘୃଣା କରିବ କିଏ ଅପମାନ କରିବ करने दो यार करने दो आपको जितना करना है करने दो प्रेज गॉड हालेलुया ତେଣୁ ପ୍ରଭୁଙ୍କ ମହାନାମର ଗୌରବ ଉତ୍ସାହିତ କରିବା ପାଇଁ ଚାହେଁ ଏ ନମ୍ରତା ରୂପ ବସ୍ତ୍ର ଯଦି ଆପଣ ଧାରଣ କରିବେ ଆପଣ ଧାର୍ମିକତାକୁ ପାଇପାରିବେ ଶାନ୍ତିକୁ ପାଇପାରିବେ ଈର୍ଷାକୁ ଦୂରେଇ ପାରିବେ ଘୃଣା କରିପାରିବେ ପ୍ରଭୁଙ୍କ ମହାନାମର ଗୌରବ ପ୍ରଭୁ ମହିମା ପା ଏ ଅଳ୍ପ ଶିକ୍ଷାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ କହିବା ଆମେ